ମା ମାନେ ବିବାହ ବେଦୀରେ ଦ୍ୱିତୀୟ ଜନ୍ମ ଯୋଉ ସ୍ୱାମୀଙ୍କ ପାଇଁ ପାଇଲ, ଝିଅରୁ ବୋହୂ ହେଲ, ସିନ୍ଥିରେ ସିନ୍ଦୁର ନେଲା ବେଳେ ପୁରୋହିତ ଗୋଟେ ମନ୍ତ୍ର ପଢନ୍ତି। ବହି ବିହାରୀ କର୍ମକାଣ୍ଡ ଅଥର୍ବ ବେଦର ଶ୍ଲୋକ କବି ଲେଖିଲେ, ଦୀର୍ଘାୟୁ ଏ ପତ୍ରୀ ଶତବର୍ଷ ନିଜ ସଦା ଗୁରୁ। ମା ମାନେ ବିବାହ ବେଦୀରେ ତମ ସ୍ୱାମୀ ପାଇଁ ତମେ କଣ ମାଗିଛ ଶୁଣ। କହିଲ ଦୀର୍ଘାୟୁ ରସ୍ତୁମେ ପତି, ହେ ଯଜ୍ଞ ପୁରୁଷ, ଯାହା ପାଇଁ ଦ୍ୱିତୀୟ ଜନ୍ମ ପାଇଲି, ଝିଅରୁ ବୋହୂ ହେବାର ସୌଭାଗ୍ୟ ଲାଭ କଲି, ଆପଣ ମୋ ସ୍ୱାମୀକୁ ଦୀର୍ଘାୟୁ କରନ୍ତୁ। ଶରଦଂ ସତଂ ଦର୍ଶନ, ମା ମାନେ ସତଂ ମାନେ 100ଟା ଶାରଦୀୟ ଚନ୍ଦ୍ର ଦର୍ଶନ କରନ୍ତି। ଯେନା ବର୍ଷକୁ ଶାରଦୀୟ ଚନ୍ଦ୍ର କେତେଟା କରିବାକୁ, କେତେ ବର୍ଷ ବଞ୍ଚିବାକୁ ପଡିବ? ମାନେ ମୋ ସ୍ୱାମୀ ଅତି କମରେ 108 ବର୍ଷ ବଞ୍ଚନ୍ତୁ। ମା ମାନେ ଭାରତୀୟ ନାରୀ ନିଜ ସିନ୍ଥିରେ ସିନ୍ଦୁର ଲଗାଏ। ସିନ୍ଦୁର ବିଷାକ୍ତ ପଦାର୍ଥ ଆଜ୍ଞା, ଜଣେ ପୁଳେ ସିନ୍ଦୁର ଖାଇଲେ ମା ମାନେ ମରିଯିବ। ସିନ୍ଥିରେ ସିନ୍ଦୁର ଲଗେଇକି ନିଜ ପାଇଁ କଣ ମାଗେ ଆଜ୍ଞା? ଇଏ ପତିଆ ଘରେ ମୋର ହେଉ ମରଣ, ହେଉ ମରଣ ମୋର ହେଉ ମରଣ, ପତିଆ ଘରେ ମୋର ହେଉ ମରଣ, ହେଉ ମରଣ ମୋର ହେଉ ମରଣ, ମୋର ହୁଏ ସର୍ବରା ଲକ୍ଷଣ, ଦେଉ ଲକ୍ଷଣ ସେ ସାଧବା ଲକ୍ଷଣ। ସେଇ ଗାଁରେ ଝିଅ ହେଇକି ଥିଲି, ଏଇ ଗାଁ ବରଟା ଗଲା ବାଜା ବଜେଇ, ବାଣ ଫୁଟେଇ, ସିନ୍ଥିରେ ସିନ୍ଦୁର ଦେଇ, ହାତରେ କାଚ ଦେଇକି ମତେ ବୋହୂ କରିକି ଏଇ ଗାଁକୁ ଆଇଲା। ମୋ ଆୟୁଷ ମୋ ସ୍ୱାମୀ ନିଅନ୍ତୁ, ମୋ ସ୍ୱାମୀ ବଞ୍ଚି ଥାଉ ଥାଉ ମୁଁ ମରେଯାଏ, ଏଇ ଲୋକ ଯେମିତି ମତେ ଝିଅରୁ ବୋହୂ କରିକି ଆଣିଥିଲା, ସେମିତି ବାଜା ବଜେଇ ପ୍ରୋସେସନ କରିକି ମୋ ଶେଷ ଯାତ୍ରାକୁ ଏଇ ଲୋକଟି ଦର୍ଶନ କରିବ। ଆଉ ଟିକେ ତାକୁ ପ୍ରମାଣ କଲେ ବିଚିତ୍ର ରାମାୟଣରେ କବି ହେଲେ ବିଶ୍ୱନାଥ ଖୁଣ୍ଟିଆ, ଯେଉଁ ଯୁବତୀ